କୁମାର ବରାଳ ବିଜେପି ଇନ୍ଦ୍ରାଜୀପାଟଣା ମଣ୍ଡଳର ଉପସଭାପତି। କ'ଣ କହିବେ ଆଜି ଯେଉଁ ପାର୍କରେ ଯେଉଁ ଅବସ୍ଥା ଗାଁ ଶୋଚନୀୟ ଅବସ୍ଥା ପସନ୍ଦ? ଦେଖନ୍ତୁ ପଞ୍ଚାୟତରେ ବିଭିନ୍ନ ପ୍ରକାର ସମସ୍ୟା ଅଛି, ଯଥା ପାର୍କ ଆପଣ ଯାଇ ଦେଖିଲେ ବି ଭିଜୁଆଲ୍ ନେଲେ ପାର୍କ ଗୋଟେ ଅଭୟାରଣ୍ୟ ରୂପେ ପରିଣତ ହୋଇଛି ଏବଂ ରାସ୍ତାଘାଟର ଟୋଟାଲ ବିପର୍ଯ୍ୟସ୍ତ, ମେଡ଼ିକାଲର ରକ୍ଷଣାବେକ୍ଷଣ ନାହିଁ। ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ଆୟ ଥାଇକି ମଧ୍ୟ ସରପଞ୍ଚ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ ପଡ଼ୁନି। କେବଳ ଭତ୍ତାରେ ସେମାନେ ସୀମିତ ରହିଯାଇଛନ୍ତି ଏବଂ ଭତ୍ତା ସେ ପୁଣି ଦଳୀୟ ଭିତ୍ତିକ କାର୍ଯ୍ୟକ୍ରମରେ ହେଉଛି। କୌଣସି ପ୍ରକାର ସହଯୋଗ ଗାଁ ନାହିଁ। ଲୋକମାନଙ୍କ ଭିତରେ ପୁଣି ବିଭିନ୍ନ ଚର୍ଚ୍ଚା ହେଉଛି। ଏଇ ଲୋକମାନେ ଏଇ ଆଗାମୀ ଇଲେକ୍ସନରେ ପଞ୍ଚାୟତ ଇଲେକ୍ସନରେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ମୋର ଆଶା। ଆଗକୁ ବିଜେପିର କ'ଣ ସବୁ ଆପଣଙ୍କୁ ଦାୟିତ୍ୱ ଦେଇଛନ୍ତି? ସବୁ ବିଜେପି ତରଫରୁ ମଣ୍ଡଳରେ ମୋତେ ଉପସଭାପତି ଦାୟିତ୍ୱ ଦେଇଥିବାରୁ ଶ୍ରୀଯୁକ୍ତ ନୟନ କିଶୋର ମହାନ୍ତି, ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଏବଂ ମଣ୍ଡଳ ସଭାପତି ଦାମୋଦର ନାୟକ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଏବଂ ମୁଁ ଜଣେ ବିଜେପିର ଶୃଙ୍ଖଳିତ କର୍ମୀ। ଦଳ ଯାହାକୁ ମୋତେ ଯାହା ଦାୟିତ୍ୱ ଆଗକୁ ଦେବ ମୁଁ ସୁଚାରୁ ରୂପେ ତୁଲେଇବି। ଏ ପାର୍କ ଅବସ୍ଥା, ସେ ରାସ୍ତାଘାଟ ସବୁ ସରପଞ୍ଚ କିଛି କରୁନାହାନ୍ତି? ଦେଖନ୍ତୁ ବାରମ୍ବାର 20 ନମ୍ବର 21 ନମ୍ବର ମୋ ଘର ନିଜ 21 ନମ୍ବରରେ ପିଇବା ପାଣି ଜମା ସ୍ୱଚ୍ଛଳ ନାହିଁ। ପିଇବା ପାଣି ସକାଳେ ଲୋକ ବାରମ୍ବାର କମ୍ପ୍ଲେନ୍ କଲେ ଭିଡ଼ିଓ ମଧ୍ୟ କୌଣସି କର୍ଣ୍ଣପାତ କରୁନାହାନ୍ତି। ସରପଞ୍ଚ ବି ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି। ଛୁଆ ସ୍କୁଲ ଯାଉଛନ୍ତି, ବାଟଘାଟ ପଡ଼ି ଯାଉଛନ୍ତି। ସ୍କୁଲର ରାସ୍ତାଘାଟ ଠିକ୍ ନାହିଁ। ସ୍କୁଲରେ ଯିବା ଆସିବା ବେଳେ ଛୁଆ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ସ୍ୱଚ୍ଛଳ ପାଣି ନାହିଁ। ଲାଇଟ୍ର ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍ର ବ୍ୟବସ୍ଥା ଅଚଳ ଅବସ୍ଥାରେ ପଡ଼ିଛି। ମେଡ଼ିକାଲ ପାଇଁ ରାସ୍ତା ନାହିଁ। ପାର୍କ ଆଜି ଅଭୟାରଣ୍ୟ, ଗୋଟେ ଗାଁରେ କଲ୍ୟାଣୀ ମଣ୍ଡପ ହୋଇଛି, ସେ ପୁଣି ତା'ର ରକ୍ଷଣାବେକ୍ଷଣ ଦାୟିତ୍ୱ କିଛି ନାହିଁ। ସବୁ କିଛି ଇଲେକ୍ସନ 3.5 ବର୍ଷ ହୋଇଗଲାଣି, କୌଣସି କାର୍ଯ୍ୟଧାରା ବର୍ତ୍ତମାନ ଗାଁର ଉନ୍ନତିମୂଳକ କାର୍ଯ୍ୟ ହୋଇନି। ସରପଞ୍ଚ କହିଥିଲେ, ଜଣାଇଥିଲେ ସରପଞ୍ଚକୁ ବିଭିନ୍ନ ସମସ୍ୟା ନେଇ ଆମର ସରପଞ୍ଚ କ'ଣ କହୁଛନ୍ତି? ଏଥିପ୍ରତି ସରପଞ୍ଚଙ୍କର ଦୃଷ୍ଟି ଆକର୍ଷଣ ହେଉନି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନାହିଁ। ଆଗାମୀ ଦିନରେ କ'ଣ କରିବାକୁ ଚାହୁଁଛନ୍ତି? ଆଗାମୀ ଦିନରେ ପଞ୍ଚାୟତ ଇଲେକ୍ସନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ମୋର ଆଶା।